40 ବର୍ଷ ହେଲାଣି ଭାରତର ସବୁଠୁ ବ୍ୟସ୍ତବହୁଳ ଜାତୀୟ ରାଜପଥ ହେଉଛି କଟକ ଭୁବନେଶ୍ୱର ରାସ୍ତା। ଦୈନିକ 50,000 ପାଖାପାଖି ଦ୍ୱିଚକିଆ ଏବଂ 4 ଚକିଆ ଯାନ ଯିବାଆସିବା କରେ, ଯାହାର ଅବସ୍ଥା ଭୁବନେଶ୍ୱର ହଂସପାଳ ପାଖରେ ଦେଖନ୍ତୁ। ମାସ ମାସ ଧରି ଖରାପ ରୁହେ ରାସ୍ତା, ତାପରେ କିପରି ଖଣ୍ଡିଆ ଫୋପଡ଼ା ପିଚୁ ଢେଲା ଦ୍ୱାରା ପ୍ୟାଚ୍ ପଡ଼େ ତାହା ପୁଣି ସବୁ ଜାଗାରେ ନୁହେଁ, ଅଧା ପାନ୍ତରା ଭାବରେ NH ବାବୁଙ୍କ ମନ ଇଚ୍ଛାରେ। 11 ବର୍ଷ ଧରି ସଡ଼କ ପରିବହନ ମନ୍ତ୍ରୀ ଥିବା ଦେଶର ସବୁଠୁ ଦୁର୍ବଳ, କମଜୋର ଏବଂ ମୋଦିଙ୍କ ପରେ ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ନୀତିନ ଗଡ଼କରୀଙ୍କ ଏହା ହେଉଛି ହାତଗଢ଼ା ଆମେରିକା ରାସ୍ତା। ଗଡ଼କରୀ ବାବୁ, ଆପଣ ଆମକୁ ଆମେରିକା ରାସ୍ତା ନୁହେଁ, ଆଫ୍ରିକା ରାସ୍ତା ଦିଅନ୍ତୁ। ଆପଣଙ୍କ ପାରିବା ପଣିବା ଓ ପବନ ଭାଷଣ ସମସ୍ତେ ଜାଣିସାରିଲେଣି। ଭଗବାନ କେବଳ ଲୋକଙ୍କୁ ଭରସା ଏଭଳି ରାସ୍ତାରେ ଯିବାଆସିବା କରିବାକୁ। କିଛି ଉପାୟ ନାହିଁ ଦେଶର ଜନସାଧାରଣଙ୍କୁ। ସେମାନେ ବର୍ତ୍ତମାନ ମୁଣ୍ଡ ପୋତି ଆପଣମାନଙ୍କର ସେବାକୁ ଗ୍ରହଣ କରୁଛନ୍ତି। ଉପାୟ ଶୂନ୍ୟ। କ'ଣ କରିବୁ? ବାଧ୍ୟତାରେ ରାସ୍ତାରେ ଯିବାକୁ ପଡ଼ୁଛି, କାରଣ ପେଟ ପାଟଣା କଥା ତ ଲୋକଙ୍କର ନା। ତେଣୁ ଆପଣଙ୍କୁ ଧନ୍ୟ, ଆପଣ ସରକାରଙ୍କୁ ଧନ୍ୟ ଏବଂ ଆମ ଭୁବନେଶ୍ୱରର ଯେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମ୍ୟାଡ଼ାମଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ।